ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ମଜୁରୀ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମା ମଙ୍ଗଳାଙ୍କ ବାର୍ଷିକ ପଣା ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଯାଇଅଛି। 13 ତାରିଖ ରବିବାର କଳସ ଯାତ୍ରା କରାଯାଇ ମାଙ୍କୁ ଆବାହନ କରାଯାଇଥିଲା। 14 ତାରିଖ ସୋମବାର ସକାଳେ ସମସ୍ତ ପୂଜା ସହ ହୋମଯଜ୍ଞ ଓ 3ଟି ଝାମୁ ଗାତର ପାଟ ଝାମୁଚଲା ହୋଇଥିଲା। ରାତିର ଜିରାର ରାଙ୍କିଆ ଦଣ୍ଡନୃତ୍ୟ ଦ୍ୱାରା ଦଣ୍ଡନାଚ ପରିବେଷଣ ହୋଇଥିଲା ଓ 15 ତାରିଖ ମଙ୍ଗଳବାର ରାତିରେ ଧୀରପାଟଣା ରାମଲୀଳା ଗୋଷ୍ଠୀଙ୍କ ଦ୍ୱାରା ରାମଲୀଳାରେ ବାଳୀବଦ୍ଧ ପରିବେଷଣ ହୋଇଥିଲା। ଏଥିରେ ବିଶେଷ ଆକର୍ଷଣ ଥିଲା ଉଡ଼ନ୍ତା ହନୁମାନ। ଏହି କାର୍ଯ୍ୟକ୍ରମକୁ ଗ୍ରାମର ସଭାପତି କୀର୍ତ୍ତିଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କମିଟି ସଭ୍ୟ ତଥା ସମ୍ପାଦକ ଗୟାଧର ବେହେରା, ଉପଦେଷ୍ଟା ନିମାଇ ଚରଣ ନାୟକ, ଭରତ ଚନ୍ଦ୍ର ବରାଳ, ଲଳିତ ଦାସ, ଦୁର୍ଯ୍ୟୋଧନ ବରାଳ, ଭାସ୍କର ସ୍ୱାଇଁ, ବଲ୍ଲଚନ୍ଦ୍ର ଦାସ, କମିଟି ସଦସ୍ୟ ଜିତେନ୍ଦ୍ର ସେନାପତି, ଦିଲ୍ଲୀପ ପ୍ରଧାନ, ବିଦ୍ୟାଧର ପ୍ରଧାନ, ସୁଧାକର ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଦୈତାରୀ ସାହୁ, ଦୀପୁ ପ୍ରଧାନ, ପ୍ରଶାନ୍ତ ବେହେରା, ଜଳନ୍ଧର ସାହୁ, ଅମୁଲି ଦେହୁରୀ, ବାବୁଲି ଦେହୁରୀ, ଦେବରାଜ ନାୟକ ଓ ସମସ୍ତ ଗ୍ରାମବାସୀମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମାପନ କରିଥିଲେ। ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ରାମଲୀଳା ଦେଖି ମନମୁଗ୍ଧ ହୋଇଥିଲେ।